କୁମାର ମଲ୍ଲିକ ଆଜ୍ଞା। ଆଜି ସକାଳୁ ମୁଁ 7ଟା ବେଳକୁ ଦେଖିଲା ନନ୍ଦିଘୋଷ ଟିଭିରେ ରାମବାବୁ ଚାଲି ଯାଇଛନ୍ତି। ସେଇଭଳି ମୁଁ ତାକୁ 1974 ମସିହାଠାରୁ ତାକୁ ମୁଁ ଭଲ ପାଇ ଆସିଛି। ଭଲ ପାଇ ଆଜ୍ଞା ଠିକ୍ ଏମିତି ଯେ ତାଙ୍କର ମୁଁ ବହୁତ କିଛି କରିଛି। ପାଖାପାଖି ମୁଁ ସବୁବେଳେ ଅନେକ ଦିନ ଠାରୁ ଅଛି, ଏପର୍ଯ୍ୟନ୍ତ ବି ଅଛି। ଅନେକ ଦିନ ପରେ ସେମାନେ ଗୋଟେ ମିଟିଂ କରିଥିଲେ। ଅଶୋକ ଦାସ, ବିଜୁ ବାବୁ, ଅଶୋକ ଦାସ ଯାଇଥିଲେ, ବିଜୁ ବାବୁ ଯାଇଥିଲେ, ଦାମ ବାବୁ, ବିଜୟ ମହାପାତ୍ର, ନଳିନୀ ମହାନ୍ତି, ଶ୍ରୀକାନ୍ତ ଦାସ ସମସ୍ତେ ଯାଇଥିଲେ ତାଙ୍କ ପାଖକୁ। ସେ ଯୋଉଟା ବିରାଟ ସେଇ ଦିନଟାରେ ମୋ ଘର ପରିବାର ତାଙ୍କ ସାଥିରେ ଜଡ଼ିତ ହେଇକି ଅଛି। ଆଜି ସକାଳୁ ଶୁଣିଲା ବେଳକୁ ମୁଁ ଆଉ କିଛି ଭାବିଚିନ୍ତି ନାହିଁ। ମୋ ଘରଟା ହେଉଛି ଏରସମା ହେଡ଼କ୍ୱାର୍ଟର ଥାନା ପାଖରେ। 1955 ମସିହାରେ ମୁଁ ଗୋଟେ ବିରାଟ ବନ୍ୟା ହେଇଥିଲା ଏରସମାକୁ। ବିଜୁ ବାବୁ ହେଲିକପ୍ଟରରେ ବାରିପଦା ମୁଡ଼ି ପକାଇଥିଲେ। ଆମେ ପିଲାଦିନେ ଟକିଛୁ। ସେଇଦିନଠୁ ଆମ ବାପା ମା କହିଛନ୍ତି ତାଙ୍କ ସବୁ ଅନେଇବ ବିଜୁ ବାବୁଙ୍କୁ। ତାଙ୍କ ପାଖାପାଖି ଆମେ ସବୁବେଳେ ଅଛୁ। ଆଜି ଯେତେବେଳେ ଖବର ପାଇଲେ କେମିତି ଆପଣ ଲାଗିଲେ ଆପଣଙ୍କୁ? ଆଜ୍ଞା ମୁଁ ଆପଣ ବିଶ୍ୱାସ କରିବେ, ମୁଁ ଘର ଛାଡ଼ିକିରି ପଳେଇ ଆସିଲି ଛକରୁ ଗୋଟେ ଗାଡ଼ିରେ ଆସିକି ତିର୍ତ୍ତୋଲରେ ବସିଛି। ଶୁଣିଛି ଆଠୁ ବିଶିଷ୍ଟ ତା ହଉ ନ ହଉ ତାଙ୍କର ସଜନା ସେ ଟଳିବେ ନାହିଁ, ଭାଙ୍ଗିଯିବେ ପଛେ ଟଳିବେ ନାହିଁ। ତାଙ୍କର ଅନ୍ୟ ଜିନିଷରେ କିଛି ଆଜି ପର୍ଯ୍ୟନ୍ତ ମୁଁ ଶୁଣି ନାହିଁ। ତାଙ୍କ ପାଖାପାଖି ଅଛୁ। ଆଉ ଏସମା ବୁଝିବାକୁ କହିଲେ ଉପକୂଳ ଅଞ୍ଚଳ ପାଇଁ ସବୁବେଳେ ସେ କାର୍ଯ୍ୟ କରି ଡାକନ୍ତି। ମୋ ଏସମା ବିଜୁ ବାବୁ ଯେମିତି କହନ୍ତି, ମୋ ଓଡ଼ିଶା ସେ ସେମିତି କହନ୍ତି, ମୋ କହନ୍ତି। ସେ ମୋ ଭାରି ଦୁଃଖିତ ଆଜ୍ଞା। ଆଉ ମୁଁ କ'ଣ କହିବି ଆଜ୍ଞା? ଦେଖନ୍ତୁ ଏଠି ସବୁ ତାଙ୍କରି ସେମାନେ ସବୁବେଳେ ଜଣେ ଗରିବ ଡ୍ରାଇଭର, ମୁଁ ଭୂମିହୀନ ଲୋକ, ମୁଁ ଡ୍ରାଇଭର ଜଣେ ସବୁବେଳେ ତାଙ୍କ ପାଖାପାଖି ଅଛି। ଯୁଆଡ଼େ ଯାଆନ୍ତି। ଏବେ 4 ଦିନ ହେଲା ମୁଁ ଯାଇଥିଲି ତାଙ୍କ ପାଖରେ, ତାଙ୍କ ସେବା ବି କରିକି ଆସିଛି। ତାଙ୍କ ସେବା କରିକି ଆସିଛି। 4 ଦିନ ପରେ ମୁଁ ଫୋନ୍ କରିଥିଲି, କହିଲେ ରବି କ'ଣ କହିଲେ ଘରୁ ଆସିକି ଶୁଣିଲା ପରେ ଏଇଆ ଘଟଣା। ଆଉ ମାଆଙ୍କର ଅବସ୍ଥା ଏଇଆ। ତାଙ୍କ ଫଟୋ ଦେଖିକି ମୁଁ କାନ୍ଦୁଛି। ତାଙ୍କର କଷ୍ଟ ଏଇ ମୋର ପରିସ୍ଥିତି ଆଜ୍ଞା। ମୁଁ ଭାରି ଭଲ ପାଏ ତାଙ୍କୁ। ଆନ୍ତରିକ ମୋ ଜୀବନ ବୁଝିବାକୁ ଗଲେ ବିଜୁ ବାବୁଙ୍କ ଦାମ ବାବୁଙ୍କର ଆଜି ପାରାଦୀପ ଏରସମା ଯଦି ହେଇଥାଏ ତାହେଲେ ବିଜୁ ବାବୁଙ୍କ ସେ ଦାମ ବାବୁଙ୍କ ସେ ଆସେ। ଆଉ ଆପଣଙ୍କୁ ମୁଁ କ'ଣ କହିବି? ଆପଣ ନନ୍ଦିଘୋଷ ଟିଭି ଯଦି ଠିକ୍ ଭାଗ୍ୟବାନ ହେଇଥିବେ ଟିକେ ଜଣେଇବେ ଓଡ଼ିଶା। ଆଜ୍ଞା ଏତିକିଟା ମୋର ଅନୁରୋଧ। ଆଉ କିଛି କହିବାର ନାହିଁ। ଜୟ ଜଗନ୍ନାଥ।